ଜଣେ ମହାନ ଦାର୍ଶନିକ ବିଶିଷ୍ଟ ଲେଖକ ଓଡ଼ିଶାର ପ୍ରଫେସର ଚିତ୍ତରଞ୍ଜନ ଦାସ। ତାଙ୍କ ନାଁ ଶୁଣିଲେ ମୋର ମଥା ନତ ହୋଇଯାଏ। 92ରେ ଆମର ବିବେକାନନ୍ଦ ଲାଇବ୍ରେରୀ ଓଲ୍ଡ ଟାଉନରେ ଆମର ଗୋଟେ ମାନେ ମାସିକ ଚକ୍ର ଥାଏ, ଆଲୋଚନା ଚକ୍ର। ସେଥିରେ ମୁଁ ଯୋଗ ଦେଇଥାଏ, ମୁଁ ବକ୍ତା ଥାଏ, ସେ ମୁଖ୍ୟ ବକ୍ତା ଥାନ୍ତି। ବିମଲ ମିଶ୍ର IAS ଥାନ୍ତି, ସ୍ୱାମୀ ବୈରାଗାନନ୍ଦଜୀ ଥାନ୍ତି। ଆମର ଆଲୋଚନାଟା ଥିଲା ଜଗନ୍ନାଥ ଧର୍ମ ଓ ସଂସ୍କୃତି। ତାରି ଉପରେ ମୁଁ କହିଲା ପରେ ଆମର ସେଇ ମିଟିଂ ଭିତରେ ମଧ୍ୟ ପ୍ରଫେସର ଚିତ୍ତରଞ୍ଜନ ଦାସ ଆଉ ମୋ ଭିତରେ ଟିକେ ନାକୁ ସାମାନ୍ୟ ଯୁକ୍ତିତର୍କ ହେଇଥିଲା। ଆଉ ଅ ଯୁକ୍ତ ଉ ଯୁକ୍ତ ମ ଓଙ୍କୁ ନେଇକି ପରବର୍ତ୍ତୀ ମୁହୂର୍ତ୍ତରେ ସଭା ଭଙ୍ଗ ହେଲା। ଯେତେବେଳେ ମୁଁ ଆସିଲି, ପାହାଚ କଲେ, ବାବା ତୁମ ନାଁ କ'ଣ? ମୁଁ କହିଲି ଚିନୁ। ଡାକ ନା ଚିନୁ। ଭଲ ନା ଗିରିଜାଶଙ୍କର ଦାସ। ନା ମୋ ଘରକୁ ଆସିବ, ବାପୁଜୀ ନଗରରେ ସେ ମନ୍ଦିର ପାଖରେ ଅଛି, ଆସିବ, ଯେମିତି ହେଲେ ଆସିବ, ମୁଁ ତୁମକୁ ଅପେକ୍ଷା କରିଛି। ମୁଁ କହିଲି ବୁଢ଼ା, ମାନେ ମନେ ମନେ ଭାବିଲି, କିନ୍ତୁ ସମ୍ମାନ ତ ତାଙ୍କ ପାଇଁ ଅଛି। ମୋ ସହିତ ଯୁକ୍ତି କଲେ ମୁଁ ତାଙ୍କ ଘରକୁ ଯିବି, ଜମା ଯିବିନି। କିନ୍ତୁ ମନେ ମନେ ଭକ୍ତି, ସ୍ନେହ, ଶ୍ରଦ୍ଧା ସବୁ ଅଛି। ଗଲିନି। କିଛି ଦିନ ପରେ ଗୋଟେ ସାହିତ୍ୟ ସମାରୋହରେ ଆମେ ଏକାଠି ହେଲୁ। ସାର୍ ଚଢ଼ି ଚଢ଼ି ଯାଉଥାନ୍ତି, ମୁଁ ତା ପଛେ ଥାଏ, ତାଙ୍କ ପଛେ ଥାଏ। ଦେଖିକି ମନ ସହିଲାନି, ମୁଣ୍ଡିଆ ଟିକେ ମାରିଲି। ଆଜ୍ଞା, ମୁଣ୍ଡିଆ ମାରିଲା ପରେ ସେ କହିଲେ, ଆରେ ଚିନୁ, ଏମିତି ଏଠି କ'ଣ? କହିଲେ ସାର୍ କବି ସମ୍ମିଳନୀକି ଆସିଛି। କୁଣ୍ଢେଇ ପକାଇଲେ। କହିଲେ ସାର୍, ଆପଣ 5 ବର୍ଷ ତଳର ନାଁ ମନେ ରଖିଛନ୍ତି? କ'ଣ କହିଲେ ଜାଣିଛନ୍ତି? ଆରେ ଚିନୁ, ଆମେ ବା ଶିକ୍ଷକ ଲୋକ, ତମେ ପରା ଆମର ଛାତ୍ର ନହେଲେ ବି ଛାତ୍ର ପରି। କେବେ ହେଲେ ଗୁରୁ ଶିଷ୍ୟକୁ ଭୁଲିପାରେ? କେବେ ବି ଭୁଲିବିନି ରେ। ତୁମେ ମୋର ସବୁଠୁ ପ୍ରିୟ ଲୋକ, କେବେ ବି ଭୁଲିବିନି। ମୋ ଆଖିରୁ 2 ଧାର ଲୁହ ଗଡ଼ିଗଲା। ତାଙ୍କ ପାଦ ତଳେ ଆହୁତିରେ ପ୍ରଣାମ କଲି। କହିଲି ସାର୍, ମୁଁ ଆଜି ପ୍ରକୃତରେ ଜଣେ ଜୀବନ୍ତ ଠାକୁରଙ୍କୁ ଦେଖିଛି। ଗୁରୁ ପରମ୍ପରାର ମାନ ମହତ ରଖିଥିବା ଗୁରୁଙ୍କୁ ପାଇଛି, ମୁଁ ଧନ୍ୟ ଲାଭିଲି। ଆଉ ସେଇଦିନ ଠାରୁ ଆଜି ପର୍ଯ୍ୟନ୍ତ ତାଙ୍କ ନାଁ ଶୁଣିଲେ ମୋ ମନ ଭକ୍ତିରେ ଭରି ଉଠେ, ତାଙ୍କ ପାଦ ଛୁଇଁବାକୁ ଇଚ୍ଛା ହୁଏ। ସେ ଯେଉଁଠି ବି ଥାଆନ୍ତୁ, ସେ ତ ଚାଲିଗଲେଣି, କିନ୍ତୁ ସେ ସ୍ମୃତି ମୋର ଚିରଦିନ ପାଇଁ ସ୍ମୃତି ହେଇକି ରହିବ। ସେମିତି ଗୁରୁ ହେବା ଦରକାର ଅଛି। ସ୍କୁଲ କଲେଜରେ ସେଇ ଟାଇପ୍ର ଗୁରୁ ହେବାର ଦରକାର ଅଛି। ସେ ମୋତେ ପାଠ ପଢ଼ାଇ ନଥିଲେ, କିନ୍ତୁ ତାଙ୍କର ସେଇ 2 ପଦ କଥା ଆଜି ପର୍ଯ୍ୟନ୍ତ ଲିପିବଦ୍ଧ ହେଇକି ରହିଛି। ପ୍ରଣମ୍ୟ।